ଆଜିର ଟିପ୍ ଗୁଡ଼ାକ ଶୀତ ଦିନ ପାଇଁ ବହୁତ ୟୁଜଫୁଲ୍ ଅଛି। ନମସ୍କାର, କୁକ୍ ୱିଥ୍ ମୁସ୍କାନ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଛୋଟ ପିଲା ହୁଅନ୍ତୁ କି ବୟସ୍କ ହୁଅନ୍ତୁ, ସମସ୍ତଙ୍କ ପାଇଁ ଏଇ ରେମେଡ଼ିଟି ବହୁତ ବଢ଼ିଆ ରହିବ। ଦେଖନ୍ତୁ, ଏଠି ମୁଁ ନେଇଛି ଗୋଟେ ଚାମଚ ବାଦାମ ତେଲ। ବାଦାମ ତେଲ ତ ବହୁତ ସହଜରେ ମିଳିଯିବ ମାର୍କେଟରେ। ତ ମୁଁ ଏଇଠି ଗୋଟେ ଚାମଚ ବାଦାମ ତେଲ ନେଲି, ଆଉ ସେଥିରେ 2-3ଟା ପକାଇଦେବା ଭିଟାମିନ୍ ଇ କ୍ୟାପସୁଲ୍। ସେଥିରେ ପକାଇକି ଭଲ ଭାବରେ ମିଶାଇଦେବା। ତ ମୁଁ ଏଠି ଗୋଟେ ଚାମଚ ବାଦାମ ତେଲରେ 2ଟା କ୍ୟାପସୁଲ୍ ପକାଇଛି। ତାକୁ ଭଲ ଭାବରେ ମିଶାଇଦେବା। ଗରମ ପାଣିରେ କାହିଁକି ରଖିଲି, ଏମିତି ରଖିଦେଲେ ପୁରା ସମ୍ପୂର୍ଣ୍ଣ ଭାବରେ ସେଥିରେ ମିଶିଯିବ, ଆଉ ରେମେଡ଼ିଟି ବଢ଼ିଆ କାମ ଦେବ। ମାନେ ଯେଉଁ ଗ୍ଲେସିନ୍ ଲଗାଉଛନ୍ତି ନା, ଗ୍ଲେସିନ୍ ଯଦି ନଥିବ, ଗ୍ଲେସିନ୍ ଜାଗାରେ ଆକୁ ହିଁ ଲଗାଇବେ, ଦେଖିବେ ପୁରା ଗ୍ଲେସିନ୍ ଭଳିଆ କାମ କରିବ। ଆଉ ଏଥିରେ ଆଲୋଭେରା ଜେଲ୍ ଯଦି ଥିବ ଟିକେ ପକାଇଦେବେ, ବହୁତ ବଢ଼ିଆ କାମ ଦେବ। ଏମିତି ଯଦି ଆମେ ସବୁଦିନ ଲଗାଇବା, ଆମ ଗୋଡ଼ ହାତ ପୁରା ଚିକ୍କଣ ଆଉ ବ୍ରାଇଟ୍ ରହିବ। ଗୋଡ଼, ପାଦ, ମୁହଁ, ହାତ ସବୁଠି ଆକୁ ଲଗାଇ ପାରିବା ରଖିକିରି, ଆଉ ସବୁଦିନ ରାତିରେ ଲଗାଇକିରି ଆକୁ ଶୋଇବା। ତ ଏଠି ଦେଖନ୍ତୁ, ମୁଁ ପୁଣି ଥରେ ଗରମ ପାଣି ନେଲି। ସେଇ ଗରମ ପାଣିରେ ଆମେ କ'ଣ କରିବା, ଏମିତି ଭେସଲିନ୍ ଆମର ଯଦି ଥିବ, ଭେସଲିନ୍ଟା ତାକୁ ଗରମ ପାଣିରେ ପକାଇଦେଲେ ସେ କ'ଣ କରେ, ତରଳିଯାଏ। ତ ମୁଁ ତାକୁ ଏଠି କ'ଣ କଲି ନା, ଭେସଲିନ୍ ଡବାଟା ଗରମ ପାଣିରେ କିଛି ସମୟ ରଖିଦେଲି। ଯେମିତି ଭେସଲିନ୍ ତରଳିଗଲା, ଏଥିରେ ଆମେ କ'ଣ କରିବା, ଟିକେ କର୍ପୂର ଆଣିକି ପକାଇବା। ଦେଖନ୍ତୁ, ଯେଉଁ କର୍ପୂର ଆମେ ଜାଳୁଛେ ଠାକୁରଙ୍କ ପାଖରେ, ଶ୍ରୀ କର୍ପୂର, ତାକୁ ହିଁ ପକାଇବା, ଆଉ ଅନ୍ୟ ବାଜେ କର୍ପୂର ଜମା ବି ପକାଇବାନି। ତ ଦେଖନ୍ତୁ, ଏଇ କର୍ପୂରକୁ ମୁଁ କ'ଣ କଲି ନା, ଆଣିକିରି ଟିକେ ନାଗୁରୁ ଅଳ୍ପ ଖଣ୍ଡେ ଚୁରିକି ତାକୁ ପକାଇଦେବି। ଆଉ ହାତରେ ଟିକେ ଦଳି ଦେଲେ ସେ ଦଳି ହେଇଯିବ। ତାକୁ ପକାଇଦେଲେ, ସେଇ ଗରମ ଭେସଲିନ୍ରେ ପକାଇଦେଲେ ସେ ଆପେ ଆପେ ତରଳିଯିବ, ମିଶିଯିବ କର୍ପୂରଟା ତା ଦେହରେ। ଦର୍ଶକ ବନ୍ଧୁ, ଏଇ ଯେଉଁଟା ରେମେଡ଼ିଟା ତିଆରି ହେଲା, ଭେସଲିନ୍ରେ କାହିଁକି କର୍ପୂର ମିଶିଲା? ଏଇ କର୍ପୂର ମିଶା ଭେସଲିନ୍ଟା ବହୁତ ହି ବଢ଼ିଆ, ଏଇ ଶୀତ ଦିନ ପାଇଁ ବି ବଢ଼ିଆ ରେମେଡ଼ିଟା। ତ ଆଗକୁ କହିବି, ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ତ ମୁଁ ସବୁ ପ୍ରକାରର ଭିଡ଼ିଓ ମୋ ଚ୍ୟାନେଲରେ ପକାଉଛି। ଆପଣମାନେ, ମୁଁ ସବୁଦିନ ଭିଡ଼ିଓ ପକାଉନି, କିନ୍ତୁ ଯେଉଁ 2 ଦିନ 3 ଦିନରେ ଗୋଟେ ଗୋଟେ ପକାଉଛି। ବଢ଼ିଆ ବଢ଼ିଆ, ବିଲକୁଲ ବି ମିଛ କଥା ନୁହଁ। ସବୁ ଭିଡ଼ିଓ ଗୁଡ଼ାକ ମୋର ସମ୍ପୂର୍ଣ୍ଣ ଆମ ଗୃହିଣୀମାନଙ୍କ ପାଇଁ ବହୁତ କାମରେ ଆସିବ। ଆଉ କିଛି ଦେଖିଲେ କିଛି ଜାଣିପାରିବେ। ଆଉ ସେମିତି ହିଁ ଯଦି ଫଲୋ କରିବେ, ଆପଣଙ୍କ ପଇସା ବଞ୍ଚିବ, ସମୟ ମଧ୍ୟ ବଞ୍ଚିବ। ଆଉ ଏଠି ଦେଖନ୍ତୁ, ଏଇଟା ଆମର କେତେ ବଡ଼ ପ୍ରୋବ୍ଲେମ୍ ସଲ୍ଭ କରିଦେବ। ଏମିତି ନେଇଯିବା, ତରଳି ଯାଇଥିବ, ତାକୁ ନେଇଯିବା, ହାତରେ ଲଗାଇବା, ଏମିତି ଭଲ ଭାବରେ ହାତ ଫାତ ଏଇ ପାପୁଲି ଫାପୁଲି ଲଗାଇ ପାରିବା। ମୁହଁରେ ବି ଲଗାଇବା। ମୁହଁକୁ ପୁରା ଯେତେ ମୁହଁରେ ଚିକ୍କଣ କରିବ, ମୁହଁରେ ଯେତେ ସବୁ ଦାଗ ଥିବ, ଆଉ ଯେଉଁ ସବୁ ଦାଗ ଫାଗ ରହୁଛି ମୁହଁରେ, ତାକୁ ଭଲ ହେବ, ପୁରା ବ୍ରାଇଟ୍ କରିବ। ଆଉ କର୍ପୂରରେ ନମି ଅଛି, ଆଉ ଭେସଲିନ୍ରେ ଚିକ୍କଣ ଗୁଣ ଅଛି। ଏ 2ଟା ଯାକ ମିଶିଗଲେ ନା, ମୁହଁକୁ ସବୁଦିନ ପାଇଁ ପୁରା ଚିକ୍କଣ କରିବ। ଲଗାଇ ସାରିକି ଘଣ୍ଟାଏ ପର୍ଯ୍ୟନ୍ତ ରଖିବେ, ତାପରେ ପୁରା ମୁହଁକୁ ଭଲ ଭାବରେ କୌଣସି ଓଦା କପଡ଼ାରେ ପୋଛି ନେବେ। ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ଏଠି ମୁଁ ଦେଖନ୍ତୁ ଟିକେ ଗରମ ପାଣି ନେଲି। ବେଶୀ ପାଣି ନେଲେ ଆମ କାମଟା ସକ୍ସେସଫୁଲ୍ ହେବନି, ତ ଏତିକି ମୁଁ ଟିକେ ପାଣି ନେଇଛି। ସେଥିରେ ଗୋଟେ ଚାମଚ ବେକିଂ ସୋଡ଼ା ନେଲି, ଆଉ ନେଲି ଟିକେ ନାଗୁରୁ ସର୍ଫ, ଆଉ ଟିକେ ସାମ୍ପ। ୟାକୁ ଆମେ କ'ଣ କରିବା, ଭଲ ଭାବରେ ମିଶାଇ ନେବା। ଯେତେ ସବୁ ଦାଗ ଥିବ, ଏ ସାମ୍ପୁ ପକାଇଲେ ଭଲ ହେଇଯାଏ। ଆଉ ଏଇ ଯେଉଁ ପକାଇଲି ବେକିଂ ସୋଡ଼ାଟା, ସବୁତକ ମଳି ବି କାଟିବ, ଦାଗ ବି କାଟିବ, ଆଉ ସଫା କରିବାରେ ବହୁତ ବଢ଼ିଆ କାମ ଦିଏ। ତ ଏଠି ମୁଁ ଗୋଟେ ମୋଜା ନେଲି। ଦେଖନ୍ତୁ, ଏଠି ଟିକେ ମୋଟାଳିଆ ମୋଜା ଅଛି। ଏ ମୋଜାଟା ମୁଁ କ'ଣ କଲି ନା, ଗୋଟେ ପାନିଆ ନେବି, ପାନିଆ ଦେହରେ ପୁରେଇ ଦେବି। ଆ ଦେହରେ ଆମେ ଯଦି ସଫା କରିବା ଯେକୌଣସି ଜିନିଷ ନା, ବହୁତ ବଢ଼ିଆ ଭାବରେ ଆମକୁ କଷ୍ଟ କରିବାନି, ଛାଡ଼ିଯିବ। ଦେଖନ୍ତୁ, ଏଇ ତଳ ଗୁଡ଼ାକ ଯେଉଁ ଚିହ୍ନ ଫିହ୍ନ ଥାଏ, ଦାଗ ଥାଏ, ଏଇ ଯେଉଁ ଗାର ଗୁଡ଼ାକ ଥାଏ, ସେଇଠି କ'ଣ ହୁଏ ନା, ମଳି ପଶିକି ସବୁ ଲାଖିକି ରହିଯାଇଥାଏ। ସହଜରେ ସେ ହାତରେ ଛାଡ଼େନି କିମ୍ବା ପୋଛାରେ ଛାଡ଼େନି। ଯଦି ଏମିତି ଉପାୟରେ ଆମେ ଛଡ଼େଇବା, ଅତି ସହଜରେ ଛାଡ଼ିଯିବ। ଟାଇଲ୍ରୁ ସବୁ ମଳି ଛାଡ଼ିଯିବ। ଯେତେ କଣ ଫଣ ଥିବ, ସବୁ କଣରେ ସବୁତକ ମଳି ପଳେଇ ଆସିବ। ପାନିଆ ଦ୍ୱାରା ଆମେ ଅତି ସହଜରେ ତାକୁ ଛଡ଼େଇ ପାରିବା। ଏମିତି ସାଇଜ୍ରେ ଦେଖନ୍ତୁ, ଏଇସବୁ ଜାଗାଟା। ଆଉ ସେଇ ଯେଉଁ ଲିକ୍ୱିଡ଼ଟା ତିଆରି ହେଇଛି, ଲିକ୍ୱିଡ଼ ଦେଇଦେଲେ ଅତି ସହଜରେ ପୁରା ସଫା ହେଇଯିବ। ଆଉ ଯେଉଁ ଘରେ ଯେଉଁ ଚିତା ପିତା ପଡ଼ୁଛି ନା, ଆକୁ ଆମେ ଛଡ଼େଇବାକୁ କୌଣସି ଏଥିରେ ଦରକାର ହୁଏ। ତ ଏଇଥିରେ ହିଁ ବଢ଼ିଆ ସାଇଜ୍ରେ ଭଲ ଶୀଘ୍ର ଛାଡ଼ିଯିବ। ଦେଖନ୍ତୁ, ତାକୁ ପୁଣି ନେଇ ଆସିବା, ପୁଣି ସଫା ଏମିତି ଧୋଇଦେବା ସେଇ ପାଣି ଦେହରେ। ପୁଣି ଆମେ ତାକୁ ପୁଣି ପାନିଆରେ ପୂରେଇକି ପୁଣି ଘଷିଦେବା। ବହୁତ ବଢ଼ିଆରେ ସହଜରେ ଛାଡ଼ିଯିବ। ଆମକୁ ହାତ ଲଗାଇବାକୁ ପଡ଼ିବନି, ସହଜରେ ଆମେ ଛଡ଼େଇ ପାରିବା। ତ ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ଏଠି ଦେଖନ୍ତୁ, ଅଟା। ଆମେ ଯେତେବେଳେ ଅଟା ଗୁଳା ରଖୁଛେ,
ଫ୍ରିଜ୍ରେ ରଖୁଛେ ସିଏ କ'ଣ ହୁଏ ନା ଆଣିକି ସାଙ୍ଗେ ସାଙ୍ଗେ ଯେତେବେଳେ ଆମେ ତିଆରି କରିବାକୁ ଚାହୁଁଥିବେ ଜମା ତିଆରି କରିପାରିବାନି, ପୁରା ଟାଣେ ଥାଏ। ଆମେ କ'ଣ କରିବା ନେଇକି ଏମିତି ଟିକେ ଗରମ ପାଣିରେ ବସେଇବା। ତରତରିଆ ଥିବା ଯେତେବେଳେ ସକାଳୁ ଆମେ ଆଉ ଅପେକ୍ଷା କରିପାରିବାନି, ଟିକେ ଗରମ ପାଣି ବସେଇକି ତା ଦେହରେ ଥୋଇଦେବା, ଏମିତି ଘୋରେଇ ଦେବା। ମିନିଟେ 2 ମିନିଟ୍ ଭିତରେ ଦେଖିବେ ଅଟାଟି ପୁରା ନରମ ହେଇଯିବ। ଯଦି ଫ୍ରିଜ୍ରୁ ଆମେ ସାଙ୍ଗେ ସାଙ୍ଗେ ଆଣିବା ପୁରା ଶୁଖିଲା ଶୁଖିଲା ହେଇଥିବ ନା କେମିତି ଗୋଟେ ହେଇଥିବ। ଦେଖନ୍ତୁ ଏଠି କେମିତି ଏତେ ଶୀଘ୍ର ନରମ ହେଇଗଲା। ଆମ କାମଟା ସହଜ ହେଇଗଲା ଆଉ ଆମର ଟାଇମ୍ ବି ବଞ୍ଚିଲା। କେତେ ସମୟ ଆମେ ଅପେକ୍ଷା କରିଥାନ୍ତେ, ତାପରେ ଯାଇକି ଅଧଘଣ୍ଟା ଘଣ୍ଟା ଆଗରୁ ଆମକୁ କାଢ଼ିବାକୁ ପଡ଼ିଥାଏ ଫ୍ରିଜ୍ ଭିତରୁ ଅଟା ଗୁଳା। ଏଇଠି ବଢ଼ିଆ ଗୁଳା ତିଆରି ହେଇଗଲା ଦେଖନ୍ତୁ। ଏଇଠି ସମୟ ବଞ୍ଚିଲା। ତ ଏବେ ଯିବା ନେକ୍ସଟ ଟିପ୍କୁ। ନେକ୍ସଟରେ ଦେଖନ୍ତୁ ମୁଁ ଏଠି ଗୋଟେ କଦଳୀ ଆଣିଛି। ଆମ ଘରକୁ ତ ସବୁବେଳେ କଦଳୀ ଆସୁଛି। ବେଳେବେଳେ କ'ଣ ହୁଏ ନା ସେ କଦଳୀ କି ଟିକେ ଟିକେ ଦାଗ ଲାଗିଯାଇଥାଏ, ସେ କଦଳୀକୁ ଆମେ ଫୋପାଡ଼ି ଦେଉଥିବା। ତ ଆମେ ଏଇ ଶୀତ ଦିନେ ଏ କଦଳୀକୁ ବିଲକୁଲ ବି ଫୋପାଡ଼ିବା କଥା ନୁହଁ। ତ ବହୁତ ବଢ଼ିଆ କାମରେ ଲଗେଇବା। ଖାଇବା ତ ଯେତେବେଳେ ବି ବଳି ପଡ଼ିବ, ଯେତେବେଳେ କଦଳୀ ନଷ୍ଟ ହେବାକୁ ଯାଉଥିବ ତାକୁ ଆମେ ନଷ୍ଟ ନ କରି ଏମିତି ବଢ଼ିଆ କାମରେ ଲଗେଇବା। ତ ଏଠି ଦେଖନ୍ତୁ କଦଳୀକୁ ବଢ଼ିଆ ଭାବରେ ଚକଟି ଦେବା। ହାତରେ ଯଦି ଚକଟିବେ ଚକଟିବେ, ନହେଲେ ଏମିତି କଣ୍ଟା ଚାମଚରେ ଚକଟି ଦେଲେ ବଢ଼ିଆ ଭାବରେ ପେଷ୍ଟ ହେଇଯିବ, ପୁରା ଫାଇନ୍ ପେଷ୍ଟ ହେଇଯିବ। ତାପରେ ଏଥିରେ ଦେବା ଭେସଲିନ୍। ଭେସଲିନ୍ କଦଳୀ ଦେହରେ ଆମେ ଭଲକରି ମିଶାଇବା। ଦେଖନ୍ତୁ କଦଳୀ ଦେହରେ ଭଲକି ମିଶିବନି, କିନ୍ତୁ ତାକୁ ଆମକୁ ମିଶାଇବାର ଅଛି, ବଢ଼ିଆ ଭାବରେ ମିଶାଇବା। ଆଉ ଗୋଟେ ଜିନିଷ ଏଥିରେ ମିଶାଇବା ଯାହାକି ଆମର ବହୁତ ବଢ଼ିଆ କାମରେ ଆସିବ। ଏଇଟା ବହୁତ ବଢ଼ିଆ ରେମିଡ଼ିଟେ ତିଆରି ହେଲା। ଦେଖନ୍ତୁ ଆମେ ଏଥିରେ ପୁଣି ଟିକେ ହଳଦୀ ମିଶାଇଦେବା। କଦଳୀ ଆଉ ଭେସଲିନ୍ ଆଉ ହଳଦୀ। ଶୀତ ଦିନ ପାଇଁ ତ ଇଏ ଗୋଟେ ପୁରା ରାମବାଣ ମେଡ଼ିସିନ୍ ଅଛି ଆମ ସ୍କିନ୍ ପାଇଁ। ୟାକୁ ଆମେ କ'ଣ କରିବା ସ୍କିନ୍ରେ ଲଗେଇବା। ଦେଖିବେ ହାତ ଗୋଡ଼ ହେଉ କିମ୍ବା ମୁହଁ ହେଉ ଯେଉଁଠି ଲଗେଇ ପାରିବେ ବଢ଼ିଆ କାମ ଦେବ। ଫାଟିବା କମିବ, ଯଦି ବି ଫାଟିଥିବ ଦର୍ଜ ଫର୍ଜ ହେଇଥିବ ସିଏ ବି କମିବ, ଆଉ ବଢ଼ିଆ ଭାବରେ ପାଲିସ୍ ହେବ ଆଉ ପୁରା ଗୋରା ହେବ। ଯଦି ଆଲୋଭେରା ଜେଲ୍ ଥିବ ଜେଲ୍ ଟିକେ ବି ପକାଇଦେବେ, ବହୁତ ବଢ଼ିଆ କାମ ଦେବ। ହାତ ଗୋଡ଼ ଆକୁ ଟିକେ ଲଗେଇକି ଘଣ୍ଟେ 2 ଘଣ୍ଟା ରଖିବେ, ମୁହଁରେ ଲଗେଇବେ, ବହୁତ ବଢ଼ିଆ ହେବ। ମୁହଁ ପାଇଁ ତ ପୁରା ମାନେ ରାମବାଣ ମେଡ଼ିସିନ୍। ମୁହଁରେ ଯେତେ ସବୁ ଦାଗ ଥିବ, ବ୍ରଣ ଫ୍ରଣ ଉଠୁଥିବ, ଶୀତ ଦିନେ କେତେ କେତେ ପ୍ରକାର ଦାଗ ହୁଏ, ସବୁ କମିବ। ପୁରା ହାତ ଗୋଡ଼ ସବୁ ଗାର ଗାର ଭଳି ହେଇଥିବ, ଇଏ ସବୁ କମିବ। କିନ୍ତୁ ଆକୁ ଆମେ ଟିକେ କିଛି ଦିନ ଆପ୍ଲାଏ କରିବାକୁ ପଡ଼ିବ। ଏସବୁ ରେମେଡ଼ି ଘରେ ତିଆରି କରିକି ଆମେ ଯଦି ଭାବିବା ସାଙ୍ଗେ ସାଙ୍ଗେ ହେଇଯିବ, ସେମିତି ହୁଏନି ସାଙ୍ଗମାନେ। ତ ଆମକୁ କିଛି ଦିନ ଆମକୁ ଆପ୍ଲାଏ କରିବାକୁ ପଡ଼ିବ। ଯଦି ଆକୁ ଆମେ ଲଗେଇଦେବା ମୁହଁରେ, ରାତି ଗୋଟା ଯାକ ଛାଡ଼ିଦେବା, ତାପରେ ସକାଳକୁ ମୁହଁ ଧୋଇବା, ଦେଖିବେ ବହୁତ ବଢ଼ିଆ ସୁନ୍ଦର ଭାବରେ ମୁହଁ ଚିକ୍କଣ ହେବ। ବାହାରୁ କେମିକାଲ ଆଣିକି ବିଲକୁଲ ବି ମୁହଁରେ ଲଗେଇବାନି, ୟାକୁ ହିଁ ଲଗେଇବା। ଦେଖିବେ ମୁହଁ ଶୀତ ଦିନ ପାଇଁ ବହୁତ ବଢ଼ିଆ ରହିବ। ଯେତେ ବ୍ରଣ ଫ୍ରଣ ଥିବ ତା ବି ଭଲ ହେଇଯିବ। କଦଳୀ ଚୋପାର ବ୍ରଣ ପୁରା ଭଲ କରିବ। ତ ଆଜି ପାଇଁ ରହୁଛି ସାଙ୍ଗମାନେ, ପୁଣି ଆଗକୁ ଆସିବେ ଏମିତି ନୂଆ ନୂଆ ଟିପ୍ ନେଇ। ଜୟ ଜଗନ୍ନାଥ।